ଯେଉଁମାନେ ପ୍ରତିଦିନ ପୂଜା ଘରର ଘଣ୍ଟି ଏବଂ ଦୀପ ଧୋଉଛନ୍ତି ସେମାନେ ଧ୍ୟାନର ସହିତ ଏହି କଥା ଶୁଣନ୍ତୁ। ନମସ୍କାର ସମସ୍ତଙ୍କୁ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ଆଜିର ଭିଡ଼ିଓରେ ଆମେ ଏକ ଏମିତି ଗୁପ୍ତ ଏବଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବିଷୟରେ କଥା ହେବାକୁ ଯାଉଛୁ। ପୂଜା ଘରରେ ଘଣ୍ଟି ଏବଂ ଦୀପ ଧୋଇବା ଦେଖିବାକୁ ଏହା ଏକ ସାଧାରଣ କାମ ଲାଗେ, କିନ୍ତୁ ଏହା ପଛରେ ଅଛି ଧର୍ମ, ଶାସ୍ତ୍ର ଏବଂ ଶୁଭ ଅଶୁଭର ଗଭୀର ସମ୍ପର୍କ। ଘଣ୍ଟି ମାତ୍ର ଏକ ଧାତୁ ନୁହେଁ, ଏହାକୁ ଶାସ୍ତ୍ରରେ କୁହାଯାଏ ନାଦ ବ୍ରହ୍ମ, ଅର୍ଥାତ୍ ଘଣ୍ଟିର ଧ୍ୱନିରେ ନିଜେ ବ୍ରହ୍ମ ଶକ୍ତି ଅଛି। ଘଣ୍ଟି ପିଟିଲେ ଘରର ଶୁଭ ତରଙ୍ଗ ବିସ୍ତରିତ ହୁଏ, ନକାରାତ୍ମକ ଶକ୍ତି ଦୂର ହୁଏ। କିନ୍ତୁ ଯଦି କେହି ଏହି ଘଣ୍ଟି ମଇଳା ହୁଏ, ଧୂଳି, ଆଞ୍ଚଳ, ତେଲ, ଧୂଆଁ ଏସବୁ ଲାଗିଥାଏ, ତେବେ ନାଦ ଶକ୍ତି କମିଯାଏ। ଯେମିତି ଗନ୍ଧିଆ ଶଙ୍ଖରୁ ଶୁଭ ଧ୍ୱନି ନ ଆସେ, ତେଣୁ ଗନ୍ଧିଆ ଘଣ୍ଟିରୁ ସଠିକ୍ କମ୍ପନ ନାହିଁ। ଏହି କାରଣରୁ ପ୍ରତିଦିନ କିମ୍ବା କମ୍ ସେ କମ୍ ସପ୍ତାହରେ 2 ଦିନ ଘଣ୍ଟିକୁ ସଫା କରିବା ଶୁଭ ମନାଯାଏ। ଦୀପ ଅର୍ଥାତ୍ ଦେବତା। ଯେଉଁଠି ଦୀପ ଜଳେ ସେଠି ଲକ୍ଷ୍ମୀ ନିବାସ କରନ୍ତି, କିନ୍ତୁ ଶାସ୍ତ୍ର କହେ ମଳିନ ପାତ୍ରେ ଲକ୍ଷ୍ମୀ ନଥାନ୍ତି। ଅର୍ଥାତ୍ ଯଦି ଦୀପ ମଇଳା, ତେଲ ଛୁଟିଗଲା, ପାଖରେ ଧୂଳି ଜମିଗଲା, ତେବେ ଦୀପର ଶୁଭ ଶକ୍ତି 60% କମିଯାଏ। ଦୀପ ଧୋଇବାର ଲାଭ: ନକାରାତ୍ମକତା ଦୂର, ଆର୍ଥିକ କଷ୍ଟ ହ୍ରାସ, ମନ ଶାନ୍ତ, ଦେବତାଙ୍କ ପ୍ରସନ୍ନତା, ଘରର ଭାଗ୍ୟ ଶକ୍ତି ବୃଦ୍ଧି। ଘଣ୍ଟିକୁ ସାବୁନରେ ଧୋଇବା ଏହା ଶୁଭ ନୁହେଁ, କେବଳ ଲେମ୍ବୁ ଓ ବେସନ ଖଇ ବ୍ୟବହାର କରନ୍ତୁ। ଦୀପକୁ ଭିଜେଇ ରଖିଦେବା ଏହା ଅଶୁଭ। ଦୀପ ଶୁଖା ହେବା ନିତାନ୍ତ ଆବଶ୍ୟକ। ପୂଜା ଘରେ ଦୀପ ପାଖରେ ତେଲ ଝରିଥିଲେ ଦେଖିନଥିବା, ଏହା ଶାସ୍ତ୍ର ଅନୁସାରେ ଘରର ଧନ ରୋକିଯାଏ। ସକାଳେ ପ୍ରଥମେ ପାଣି ଛିଟାଇ ଶୌଚ ଘଣ୍ଟିକୁ ଲେମ୍ବୁ ଜଳରେ ପୋଛନ୍ତୁ। ଦୀପକୁ ଖଇ ଆଉ ବେସନରେ ଘଷି ସଫା କରନ୍ତୁ। ଦୀପକୁ ଶୁଖା କପଡ଼ାରେ ପୋଛି ରଖନ୍ତୁ। ଘରେ ଘିଅ ତେଲ ଦେଇ ଦୀପ ଜାଳନ୍ତୁ। ସନ୍ଧ୍ୟାରେ ପୂଜା ଆରମ୍ଭ ପୂର୍ବରୁ 1 ମିନିଟ୍ ଧରି ଘଣ୍ଟି ପିଟନ୍ତୁ। ଘରର ଶାନ୍ତିକର ତରଙ୍ଗ 3 ଗୁଣା ବଢ଼େ। ଯେଉଁ ଘରରେ ପୂଜା ସାମଗ୍ରୀ ସଦା ପବିତ୍ର ରହେ, ସେଠି ଲକ୍ଷ୍ମୀ ସ୍ଥାୟୀ ନିବାସ କରନ୍ତି, ଅର୍ଥାତ୍ ଦୂର, ବାଧା ବିଘ୍ନ ହ୍ରାସ। ଘରେ ଦେବୀ ଶକ୍ତିର ରକ୍ଷା, ବୁଦ୍ଧି, ପରିବାର ସୁଖ ଶାନ୍ତି ଆଣେ। ଅନ୍ତର୍ଦୃଷ୍ଟି ଓ ଧ୍ୟାନ ଶକ୍ତି ବଢ଼େ। ଯଦି ଆପଣ ପ୍ରତିଦିନ ଘଣ୍ଟି ଏବଂ ଦୀପ ଧୋଉଛନ୍ତି, ଜାଣନ୍ତୁ ଆପଣଙ୍କ ଘର ଭାଗ୍ୟଶାଳୀ। ଆଜିଠାରୁ ଏହି ନିୟମଗୁଡ଼ିକୁ ଅନୁସରଣ କରନ୍ତୁ। ଦେବୀ ଦେବତାଙ୍କର ଦୃଷ୍ଟି ସଦା ଆପଣଙ୍କ ଘରକୁ ପଡ଼ିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ।